Hallelujah, 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 hallelujah. ସମସ୍ତଙ୍କୁ ନମସ୍କାର। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ସଞ୍ଜୀବ କୁମାର ନାୟକ ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ କରାଏ। ଆସନ୍ତୁ ଆମମାନେ ଆଜିର ଅନୁଚିନ୍ତା ନିମନ୍ତେ ଶୀର୍ଷକ ନେବା ଭୟ। ଚିନ୍ତା କରିବା ପୂର୍ବରୁ ଆସନ୍ତୁ ଆମେ ଛୋଟ ପ୍ରାର୍ଥନା କରିବା। ପ୍ରେମିକ ପ୍ରଭୁ, ଆମେ ତୁମ ଅଞ୍ଚଳରେ ନିଜ ନିଜକୁ ସମର୍ପଣ କରୁଅଛୁ। ତୁମର ଗୌରବ ମହିମା କରୁଅଛୁ। ତୁମେ ଦୟାକର, ଆମମାନଙ୍କର ସକଳ ପାପ ଅପରାଧ କ୍ଷମା କର। ତୁମରି ଭୟ ଭକ୍ତିରେ ପ୍ରଭୁ ଯେପରି ଆମେ ବଢ଼ିବା ସେଥିପାଇଁ ତୁମେ ସାହାଯ୍ୟ କର। ଅଳ୍ପ ସମୟ ତୁମର ବାକ୍ୟକୁ ଆମମାନେ ଆଲୋଚନା କରିବୁ। ପ୍ରଭୁ ତୁମେ ଦୟାକର। ପ୍ରାର୍ଥନା ଶ୍ରବଣ କର। ଧନ୍ୟବାଦ ଯୀଶୁଙ୍କ ନାମରେ ମାଗୁଛୁ, ଆମେନ୍। ଏକ ଏପରି ଶବ୍ଦ ଯେଉଁ ଶବ୍ଦ କି ଆମମାନଙ୍କୁ ଏକ ଜ୍ଞାନ ପ୍ରଦାନ କରିଥାଏ। ଆଉ ଯେପରି ଲେଖା ଅଛି ବାଇବେଲରେ ଅନେକ ବିଷୟ, ସଦାପ୍ରଭୁଙ୍କୁ ଭୟ କରିବା ଜ୍ଞାନର ପ୍ରାରମ୍ଭ ଅଟେ। ଯେପରି ଆମମାନଙ୍କର ଆଦି ପିତା ଅର୍ଥାତ୍ ଆଦାମ ହବା ପ୍ରଭୁଙ୍କର ଆଜ୍ଞା ଉଲ୍ଲଙ୍ଘନ କରିବା ପରେ ସେମାନଙ୍କ ମଧ୍ୟରେ ଭୟ ଜାତ ହେଲା ଏବଂ ସେମାନେ ଯାଇ ଏକ ଡିମ୍ବୁରି ଗଛ ବୃକ୍ଷ ମୂଳେ ଡିମ୍ବୁରି ପତ୍ର ଘାଗରା ସିଲାଇ ନିଜର ଉଲ୍ଲଙ୍ଗକୁ ଲୁଚାଇବା ପାଇଁ ବସ୍ତ୍ର ତିଆରି କରିଥିଲେ ଏବଂ ପିନ୍ଧି ସେମାନେ ସେଇ ଡିମ୍ବୁରି ଗଛରେ ଲୁଚି ଯାଇଥିଲେ। ସେମାନେ ନିଜର ଉଲ୍ଲଙ୍ଗତାକୁ ଦେଖି ଭୀତ ହେଲେ ଆଉ ଡରିଗଲେ। ଅର୍ଥାତ୍ ପାପ କରିବାରୁ ନିଜର ଜ୍ଞାନ ଚକ୍ଷୁ ଖୋଲି ଯାଇଅଛି ଆଉ ସେମାନେ ପାପ ହେତୁ ନିଜକୁ ଦେଖିପାରିଅଛନ୍ତି। ଭୟ ଆମେ କେତେବେଳେ କରିଥାଉ? ଯେତେବେଳେ କିଛି ଭୁଲ ହେଇଯାଏ ଆଉ ସେଇ ସମୟରେ ଆମ ହୃଦୟକୁ, ଆମ ମନକୁ ଆମକୁ ଏକ ଭୟ ଆସିଥାଏ, ଯାହାର ଫଳରେ ଆମମାନେ ସତର୍କ ହେଇଯାଉ, ତାର ବିକଳ୍ପ ଖୋଜିଥାଉ। ଠିକ୍ ସେମିତି ବିକଳ୍ପ ଏକ ଖୋଜିଲେ ଯାହାକି ଡରିକି ସେମାନେ କ'ଣ କଲେ? ଲୁଚିଲେ। ଆଉ ଠିକ୍ ସେମିତି ଯିଏ ଭୟ କରେ ସେ ଲୁଚେ। ଏହା ଆମମାନେ ଦେଖିଥାଉ ଆମ ଚତୁଃପାର୍ଶ୍ୱରେ। ଆଉ ଏହା ଏବେ ପର୍ଯ୍ୟନ୍ତ ମଧ୍ୟ ପ୍ରଚଳିତ ଅଟେ। କିନ୍ତୁ ବାକ୍ୟ ଆମମାନଙ୍କୁ କୁହେ କି ଯେପରି ଆମମାନେ ଶୁଣି ଆସୁଅଛୁ, ଲୋକବାଣୀ ବି ରହିଛି, ଯିଏ ଡରେ ସିଏ ମରେ। ବାକ୍ୟ ମଧ୍ୟ ତାହା କୁହେ, ଯେଉଁମାନେ ଅତ୍ୟଧିକ ଡରନ୍ତି ସେମାନେ ମରିଯାଆନ୍ତି, ଅତି ଶୀଘ୍ର ମରିଯାଆନ୍ତି, ଯେହେତୁ ନିଜକୁ ସୁରକ୍ଷିତ ମନେ କରନ୍ତି ନାହିଁ ଆଉ ସେମାନେ ମର୍ମାହତ ହୋଇ ମରିଯାଆନ୍ତି। ତ ମୋର ପ୍ରିୟ ବନ୍ଧୁଗଣ, ମୁଁ ଏ କହିବା ପାଇଁ ଚାହେଁ କି ପ୍ରଭୁ ଆମମାନଙ୍କୁ କୁହନ୍ତି, ଆଉ ଗୀତ ସଂହିତା ତାର 111:10 ଲେଖା ଅଛି, ସଦାପ୍ରଭୁଙ୍କୁ ଭୟ କରିବା ଜ୍ଞାନର ପ୍ରାରମ୍ଭ ଅଟେ। ଆଉ ହିତ ଉପଦେଶ ମଧ୍ୟରେ ଲେଖା ବି ଅଛି 1:7, ଭୟ କରିବା, କୌଣସି ଲୋକଙ୍କୁ ଭୟ କରିବା। ନିଜେ ଯଦି ଆମେ ସତ୍ୟରେ ଅଛୁ କାହାକୁ ଭୟ କରିବା ଆବଶ୍ୟକ ନାହିଁ। ଯଦି ଭୁଲ କରିଅଛୁ ତାହେଲେ ଆମମାନେ ଭୟ ତ କରୁ, କିନ୍ତୁ କ'ଣ ପାଇଁ ଆମେ ଭୟ କରିବା? ଯଦି ଭୁଲ କରିଅଛୁ ତାହେଲେ ଆମେ ବିକଳ୍ପ, ଆମମାନଙ୍କର ଗୋଟିଏ ହିଁ ମାତ୍ର ବିକଳ୍ପ, ଆମେ ସମର୍ପିତ ହଉ। ବାକ୍ୟ ଆମମାନଙ୍କୁ କୁହେ କି
ଯଦି ଆମେ ଭୁଲ କରୁ ତାହେଲେ ସମର୍ପିତ ହେବା ନିହାତି ଆବଶ୍ୟକ ଅଟେ। ଆମମାନଙ୍କର କୌଣସି ବଳ କି ବୁଦ୍ଧି କି ଭୟ ଦବେଇ ରଖିବ ନାହିଁ। ଆମମାନଙ୍କର କୌଣସି ଜ୍ଞାନ ଆମକୁ ଦବେଇ ରଖିବ ନାହିଁ। ତେଣୁ ବାକ୍ୟ ଆମମାନଙ୍କୁ କୁହେ, ପ୍ରଭୁ କହନ୍ତି ନିଜେ, ଯେହେତୁ ସେ ଆମମାନଙ୍କୁ କହନ୍ତି, ଯେହେତୁ ଯଦି ଆମମାନେ ହିତ ଉପଦେଶରେ ଅନେକ ବିଷୟ ଲେଖା ଅଛି ଭୟ ବିଷୟରେ। ଭୟ ଏକ ଆମମାନଙ୍କୁ କ'ଣ ଦିଏ? ଜୀବନଦାୟକ। କୌଣସି ମନ୍ଦତାରୁ ଆମମାନଙ୍କୁ ସେ ଜ୍ଞାନ ଦିଏ, ଯାହାରି ଫଳରେ ଆମେ ସତର୍କ ହେଇଯାଉ ଆଉ ଆମର ସେ ଜୀବନଦାୟକ ଅଟେ। ଯଦି ଆମେମାନେ ଆଉ ବି ପଢ଼ିବା ହିତ ଉପଦେଶ 19:23 ଲେଖା ଅଛି କି ଜୀବନଦାୟକ ଅଟେ ଭୟ। ଆଉ 14:27 ଲେଖା ଅଛି ଜୀବନ ଝର ସ୍ୱରୂପ ଭୟ। ଆଉ ଭୟ ଆମକୁ ଏକ ସରଳ ଜୀବନଯାପନ କରିବା ପାଇଁ ସାହାଯ୍ୟ କରିଥାଏ। ଆଉ ବାକ୍ୟରେ ଲେଖାଯାଏ କି ହିତ ଉପଦେଶ 10:27 ଲେଖାଯାଏ କି ଆମେ ଯଦି ଭୟ କରୁ ତାହେଲେ ଆମର ଦିନ ବଢ଼େ, ଅର୍ଥାତ୍ ଆମେ ସୁରକ୍ଷିତ ଭାବରେ ଆମମାନଙ୍କର ଦିନ ବଢ଼େ। ଆଉ କେଉଁମାନେ ଭୟ କରନ୍ତି? ଯେଉଁମାନେ ମନ୍ଦତା ପ୍ରତି ଘୃଣା କରନ୍ତି ସେମାନେ ଭୟ କରନ୍ତି। ଦୁଃସାହସ ଲୋକ କେବେ ଭୟ କରେ ନାହିଁ, କାହିଁକି ନା ସେ କିଛି ବି କରେ ଆଉ ତାଙ୍କ ଜୀବନରେ ସେ କାହାକୁ ଡରେନି, ଯାହାରି ଫଳରେ ସେ ଭଲ କି ମନ୍ଦ ସେ ବିଷୟ ସେ ଆଲୋଚନା କରେନି କି ଚିନ୍ତା କରେନି। ଯାହାରି ଫଳରେ ସେ ଯାହା କରୁଛି ସେ ଭାବେ ମୁଁ ଭଲ ହିଁ କରୁଛି। ଆଉ ସେଇ କାର୍ଯ୍ୟ ଦ୍ୱାରା ଅନ୍ୟମାନଙ୍କୁ କଷ୍ଟ ଆସେ, ଅନ୍ୟମାନଙ୍କୁ ଦୁଃଖ ଆସେ, ଅନ୍ୟମାନେ ଶ୍ରାପିତ ମଧ୍ୟ ହୁଅନ୍ତି। ସେଇ କାର୍ଯ୍ୟ ଦ୍ୱାରା ସେ ନିଜେ ବି ଶ୍ରାପିତ ହୁଏ ଆଉ ଅନ୍ୟମାନଙ୍କୁ ମଧ୍ୟ ଶ୍ରାପ କରାଏ। କିନ୍ତୁ ଦୁଷ୍ଟ ଲୋକ ତାହା ବୁଝେନି। ଆଉ ଯେପରି ଗୀତ ସଂହିତାରେ ଲେଖା ଅଛି କି ଭୟ ସଦାପ୍ରଭୁଙ୍କୁ ଯେଉଁମାନେ ଭୟ କରନ୍ତି ସେମାନଙ୍କର ଭୟରୁ କ'ଣ ହୁଏ କି ଜ୍ଞାନ ପ୍ରାରମ୍ଭ ହୁଏ। ଭୟ ଜ୍ଞାନର ପ୍ରାରମ୍ଭ ଅଟେ, ଆରମ୍ଭ କେବେ ଶେଷ ହୁଏନି। ତେଣୁ କୁହାଯାଏ କି ଆରମ୍ଭ ଅପେକ୍ଷା ଶେଷ ଉତ୍ତମ। ଆରମ୍ଭ ଭଲ ଯଦି ହୋଇଅଛି ଶେଷ ମଧ୍ୟ ଭଲ ହେବା ଆବଶ୍ୟକ। ଯଦି ଶେଷ ପର୍ଯ୍ୟନ୍ତ ଭଲ ନାହିଁ ତାହେଲେ ସେଇଟାକୁ ଭଲ ବୋଲି କୁହାଯାଇପାରିବ ନାହିଁ। ଆଉ ଯେପରି ଆମମାନଙ୍କ ପୂର୍ବପୁରୁଷମାନେ ମଧ୍ୟ ଭୟରେ କିଛି କିଛି ଭୁଲ କରିଛନ୍ତି। ଆଉ କିଛି ଲୋକ ଭାବନ୍ତି କି ମୋତେ କେହି ଦେଖୁନାହାନ୍ତି ଆଉ ମୁଁ ଏମିତି ଭୁଲ କରିଦେଲେ ଚଳିଯିବ। କିନ୍ତୁ ପ୍ରଭୁ ସମସ୍ତ ଲୋକଙ୍କ ମଧ୍ୟରେ ନିଜର ପରିଚୟ ଦିଅନ୍ତି। ଠିକ୍ ଯେମିତି ଆମମାନେ ଦେଖିବା ଅବ୍ରାହମଙ୍କ ଜୀବନରେ ହେଉ କି ଇସାହକଙ୍କ ଜୀବନରେ ହେଉ, ସେମାନେ ଯେପରି ଅନ୍ୟ ଜାଗାକୁ ପ୍ରବାସୀ ହେଇଯାଉଛନ୍ତି ସେହି ସମୟରେ ସେମାନେ ନିଜର ସ୍ତ୍ରୀକୁ ମଧ୍ୟ ପରିଚୟ କରାଉନାହାନ୍ତି। ଯେହେତୁ ନିଜ ନିଜ ସ୍ତ୍ରୀମାନେ ଯେପରି ପରମ ସୁନ୍ଦରୀ ଥିଲେ, କାଳେ ଏମାନେ ମୋତେ ମାରିଦେବେ, ଏ ଭୟରେ ସେମାନେ କ'ଣ କରୁଛନ୍ତି? ସେମାନେ ସ୍ୱାମୀ ସ୍ତ୍ରୀର ସମ୍ପର୍କକୁ କହିବା ପାଇଁ ଭୟରେ କହୁନାହାନ୍ତି। କିନ୍ତୁ ସଦାପ୍ରଭୁ ଏତେ ମହାନ, ସେ ଅବିମେଲେକଙ୍କୁ କ'ଣ କରୁଛନ୍ତି? ଜଣାଉଛନ୍ତି। ଯେଉଁ ରାଜାଙ୍କ ସମ୍ମୁଖରେ ସେମାନଙ୍କୁ ନିଆଯାଉଅଛି ସେମାନେ ପ୍ରଭୁ ତାଙ୍କୁ ଜଣାଉଛନ୍ତି। ଆଉ ସେ ନିଜେ, ଯେହେତୁ ସେ ନିଜେ ଭାବୁଛି କ'ଣ, ମୁଁ ସିନା ପରମେଶ୍ୱରଙ୍କୁ ଜାଣିଛି
ଆଉ ଭୟ କରୁଛି। ଆଉ ଏ ବ୍ୟକ୍ତି ବା ଏଇ ରାଜା କ'ଣ ତାଙ୍କୁ ଜାଣିଛି କି ତାଙ୍କୁ ଭୟ କରିବ ଆଉ ଭୟ କରିକି ମୋତେ ଛାଡ଼ିଦେବ? ତ ମୋର ପ୍ରିୟ ବନ୍ଧୁଗଣ, ମୁଁ ଏ କହିବା ପାଇଁ ଚାହେଁ, ଆମେ ଯେଉଁ ସ୍ଥାନରେ ବି ଥାଉ ନା କାହିଁକି, ଯଦି ଆମେ ସତ୍ୟ ଈଶ୍ୱରଙ୍କୁ ଜାଣିଛୁ, ତାଙ୍କୁ ଭୟ କରୁଛୁ, ଭୟରେ ଆମମାନେ ଭକ୍ତି କରୁଅଛୁ। ଭୟ କାହାକୁ ଡରିକି କରିବାର ନୁହଁ, ଭୟରୁ ଆମମାନଙ୍କୁ ଭକ୍ତି ମଧ୍ୟ ଜାତ ହୁଏ। ଆଉ ଏତେ ଭକ୍ତି ଭୟରୁ ଜାତ ହୁଏ, ଯେହେତୁ ଭୟ ଆମମାନଙ୍କୁ ସରଳତା ଆଡ଼କୁ ଗତି କରେ ବା ସରଳ ଜୀବନଯାପନ କାଟିବାକୁ ସାହାଯ୍ୟ କରେ। ଆଉ ତେଣୁ ଆମମାନେ ଭୟରୁ ଆମମାନଙ୍କୁ ହୃଦୟରେ ଭକ୍ତି ଜାତ ହୁଏ। ତେଣୁ ପ୍ରଭୁଙ୍କୁ ଆମମାନେ କ'ଣ କରିଥାଉ? ସତ୍ୟରେ କ'ଣ କରିଥାଉ? ଆରାଧନା ଉପାସନା କରିଥାଉ। ଆଉ ନିଜ ଜୀବନକୁ ମଧ୍ୟ ଭଲ ଭାବରେ ରଖିବା ପାଇଁ ଆମମାନେ ଚେଷ୍ଟା କରିଥାଉ। ଗୋଟିଏ ଶବ୍ଦ ବା ପଦ ପଢ଼ି ମୁଁ ସମାପ୍ତ କରିବା ପାଇଁ ଚାହେଁ। ଉପଦେଶକ 12 ପର୍ବ 13 ପଦ। ସାର କଥା ଏହି ସବୁ ଶୁଣାଯାଇଅଛି, ପରମେଶ୍ୱରଙ୍କୁ ଭୟ କର ଓ ତାହାଙ୍କର ଆଜ୍ଞା ସବୁ ପାଳନ କର, କାରଣ ଏହା ହିଁ ମନୁଷ୍ୟର ପୂର୍ଣ୍ଣ କର୍ତ୍ତବ୍ୟ ଓ କର୍ମ। ଯେହେତୁ ମନୁଷ୍ୟ ଯାହା ବି କରେ, ସବୁ କାର୍ଯ୍ୟର ଅନ୍ତ ହୁଏ। ଆଉ ଆମେ ଯାହା ବି ଦେଖିଥାଉ, ଜଣେ ଛୋଟ ଅଛି, ଆଜି ଶିଶୁ ଅଛି, କାଲି ସେ ବୃଦ୍ଧ ହେଇଯିବ, ଆଉ ତାପରେ ବୃଦ୍ଧ ହେଲା ପରେ ସେ ମରିଯିବ। କିନ୍ତୁ ତା ଭିତରେ ସେ କେତେବେଳେ ଭୟ କରେ, କେତେବେଳେ ଜ୍ଞାନ ସଂଗ୍ରହ କରେ, ଯାହା ବି କରେ। କିନ୍ତୁ ବାକ୍ୟ ଆମମାନଙ୍କୁ କହେ, ମନୁଷ୍ୟର ପୂର୍ଣ୍ଣ କର୍ତ୍ତବ୍ୟ କ'ଣ ଅଟେ? ମନୁଷ୍ୟର ପୂର୍ଣ୍ଣ କର୍ତ୍ତବ୍ୟ ହେଉଛି ଏହା, ଯାହା ଯେପରି ଲେଖା ଅଛି, ସାର କଥା ଏହି ସବୁ ଶୁଣାଯାଇଅଛି, ପରମେଶ୍ୱରଙ୍କୁ ଭୟ କର। ଯଦି ଏକରେ ପଢ଼ିବା ତାହେଲେ ଯୁବାମାନଙ୍କୁ କୁହାଯାଉଛି। କିମ୍ବା କାହିଁକି ନା ଯୌବନ ଅବସ୍ଥାରେ ଆମେ ଯାହା ବି ଚାହିଁଥାଉ ତାହା କରିଥାଉ। ଆଉ ଠିକ୍, ତେଣୁ ସେ ଏଇ ଉପଦେଶକ ଯେ ଲେଖକ, ସେ କହନ୍ତି କି ଏଇ ସବୁ ବିଷୟ କ'ଣ ଅଟେ? ସାର ବା ସବୁ ବିଷୟର ଗୋଟେ ସାରାଂଶ ଏହା କି ସବୁ ବିଷୟ ଆମେ ଶୁଣିଅଛୁ କି ପରମେଶ୍ୱରଙ୍କୁ ଭୟ କରିବା ଏବଂ ତାହାଙ୍କର ଆଜ୍ଞା ସବୁ ପାଳନ କରିବା, ଏହା ହିଁ ମନୁଷ୍ୟର ପୂର୍ଣ୍ଣ କର୍ତ୍ତବ୍ୟ ଆଉ କ'ଣ ଅଟେ? କର୍ମ ଅଟେ, ପୂର୍ଣ୍ଣ। ତେଣୁ ମୋର ପ୍ରିୟ ବନ୍ଧୁଗଣ, ଆସୁ ଆମମାନେ ସମସ୍ତେ ନିଜ ଜୀବନକୁ ପ୍ରଭୁଙ୍କ ନିକଟରେ ସମର୍ପଣ କରୁ। କାହାର ଦବାବରେ ନୁହଁ, ପ୍ରଭୁଙ୍କୁ ଯେ ଭୟ ଭକ୍ତି କରୁଅଛୁ, ସେଇ ଭୟ ଭକ୍ତିରେ ନିଜ ନିଜକୁ ସମର୍ପଣ କରୁ। କାହିଁକି ନା ହିତୋପଦେଶରେ ଲେଖାଯାଏ, ଯେ କୁକ୍ରିୟାକୁ ଘୃଣା କରେ ସେ ପ୍ରଭୁଙ୍କୁ ଭୟ କରେ। ଆଉ କୁକ୍ରିୟା ତ୍ୟାଗୀ ବା କୁକ୍ରିୟା ଘୃଣାକାରୀ ସଦାପ୍ରଭୁଙ୍କୁ ଭୟ କରେ, ଆଉ ତାଙ୍କ ଜୀବନ ସରଳ ହୋଇଥାଏ। ମୋର ପ୍ରିୟ ବନ୍ଧୁଗଣ, ଆସୁ ଆମମାନେ ଭୟ କରିବା, ପ୍ରଭୁଙ୍କୁ ଭୟ କରିବା, କୌଣସି ଲୋକଙ୍କୁ ଭୟ କରିବା ନାହିଁ। ଯୀଶୁ କହିଲେ, ତୁମେ କାହାକୁ ଭୟ କରିବ? ଯୀଶୁ କହିଲେ କି ଯିଏ ଆତ୍ମା ଏବଂ ଶରୀରକୁ ବଧ କରେ, ତାଙ୍କୁ ତୁମେ କ'ଣ କର? ଭୟ କର। କୌଣସି ମନୁଷ୍ୟକୁ ନୁହଁ। ମନୁଷ୍ୟ କ'ଣ କରେ? ବେଶୀ ସେ ବେଶୀ ହେଲେ ଆମମାନଙ୍କର ଶରୀରକୁ ବଧ କରେ, କିନ୍ତୁ ଆତ୍ମାକୁ ସେ ବଧ କରିପାରିବ ନାହିଁ। ତେଣୁ ପ୍ରଭୁ କହିଲେ, ଆତ୍ମାକୁ ବଧ ଯେଉଁମାନେ କରନ୍ତି ବା ଯିଏ କରେ, ତାକୁ ଡର। ଆଉ ସଦାପ୍ରଭୁଙ୍କ ଠାରେ ଦୁଇଟି ଶକ୍ତି ଅଛି, କି ସେ ଶରୀରକୁ ବି ବଧ କରିପାରିବେ, ଆତ୍ମାକୁ ବି ବଧ କରିପାରିବେ।
ତେଣୁ ଆସୁ ଆମମାନେ ପ୍ରଭୁଙ୍କୁ ସଦାପ୍ରଭୁଙ୍କୁ ଭୟ କରୁ। ଆଉ ଯେପରି ପ୍ରକାଶିତ ବାକ୍ୟରେ ଲେଖା ଅଛି, ଦ୍ୱିତୀୟ ମୃତ୍ୟୁର ଅଂଶୀ ନ ହେବ। ତେଣୁ ଆସୁ ଆମମାନେ ନିଜ ନିଜ ଜୀବନକୁ ପ୍ରଭୁଙ୍କ ନିକଟରେ ସମର୍ପଣ କରୁ, ଭୟରେ ନୁହଁ, ଭକ୍ତିରେ। ଆଉ ନିଜ ଜୀବନକୁ ସମର୍ପଣ କରୁ ଏବଂ ନିଜର ଦୈନନ୍ଦିନ ଜୀବନକୁ ସରଳ କରୁ। ତାହେଲେ ପ୍ରଭୁ ଆମମାନଙ୍କୁ ନିଶ୍ଚିନ୍ତ ତାଙ୍କର ବାକ୍ୟରେ ଯେପରି କୁହାଯାଇଛି, ଯେ ନିଜକୁ ନତ କରେ ତାଙ୍କୁ ସେ କ'ଣ କରିବେ? ତାଙ୍କରି ଦିନ ସେ ଉନ୍ନତ କରିବେ। ଆଉ ସେ କହନ୍ତି, ଯେଉଁମାନେ ବଡ଼ ହେବା ପାଇଁ ଚାହାନ୍ତି ସେମାନେ ନିଜକୁ ଦାସ ଭାବରେ କ'ଣ କର? ନିଜକୁ ସମର୍ପିତ କର। ତେଣୁ ଆସୁ ଆମମାନେ ନିଜ ନିଜକୁ ପ୍ରଭୁଙ୍କ ନିକଟରେ ସମର୍ପଣ କରୁ ଆଉ ପ୍ରଭୁଙ୍କୁ ଭୟ କରୁ। ଭୟ କେବଳ ଜ୍ଞାନର ପ୍ରାରମ୍ଭ ଅଟେ। ଆଉ ପ୍ରଭୁ ଯେ କେତେ ମହାନ ତାହା ବିଷୟରେ ଆମେ ତ ଜାଣିନାହୁଁ। ତାଙ୍କରି ମହାନ ପ୍ରେମକୁ ଆମେ କେବେ ବି ଜାଣିପାରିବା ନାହିଁ ଆଉ ବୁଝିପାରିବା ନାହିଁ ଏହି ମନୁଷ୍ୟ। ତେଣୁ ତାଙ୍କରି ପ୍ରେମକୁ, ତାଙ୍କରି ଦୟାକୁ, ଅନୁଗ୍ରହକୁ ଆମମାନେ ଜାଣିବା ପାଇଁ ହେଲେ ପ୍ରଭୁଙ୍କୁ ଭୟ କରୁ ଏବଂ ନିଜ ଜୀବନକୁ ସମର୍ପଣ କରୁ। ତାହେଲେ ପ୍ରଭୁ ଆମମାନଙ୍କୁ ନିଶ୍ଚିତ ଭାବରେ ଆମ ଜୀବନକୁ ସରଳ କରିବେ ଏବଂ ଦିନ ପ୍ରତିଦିନ ଆମମାନଙ୍କୁ ପଢ଼ାଇ ନେବେ। ପ୍ରଭୁ ଏ ଅଳ୍ପ ପଠିତ କହିବା ବାକ୍ୟରେ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।